ଫୁଲବାଣୀ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ ରଚନା ଦୁନିଆ କେଉଁ ପ୍ରକାର। ଖରା ବରଷା ଶୀତର ଆଧାର, ମୋ ପାଇଁ ନୁହେଁ ଭାର, ପେଟର ଭାରଟା ଦାହି ଦିଏ ପ୍ରାଣ, ବୁଲୁଛି ବାର ଦୁଆର। ଟଙ୍କାଟିଏ କିଏ ଅନୁଗ୍ରହ କରେ, ଲଗାଏ ମୋ ମଥାରେ, ଦରିଦ୍ର ବୋଲି କେ ଗାଳି ବି ଦିଏ, ମୋ ବଚନ ସେଇ ବଚନ ବି ସ୍ୱୀକାରେ। କାରଣ ମୁଁ ଦରିଦ୍ର ମାନବ, ତୁମ ପାଦରେ ଭରସା, ଦେଉଳ ପିଣ୍ଡାରେ କେବେ ବସି ରହେ, ବସ୍ ଷ୍ଟାଣ୍ଡରେ ବି କରେ ଭିକ୍ଷା। ମୋ ମନରେ ଈର୍ଷା ନାହିଁ ବନ୍ଧୁ, ଦେଖି କାହାର ପ୍ରାଚୁର୍ଯ୍ୟ, ପେଟ ବିକଳରେ ଉଡ଼ିଯାଏ ହଂସା, ନିତ୍ୟ ମୁଁ କିଂ କର୍ତ୍ତବ୍ୟ। ଶୁଣିଲି ଦିଲ୍ଲୀରେ 500 ଟଙ୍କା ବଣ୍ଡଲ ବଣ୍ଡଲ ପୋଡ଼ା, ଲାଜ ଲାଗୁଛି କହିବାକୁ ମୋତେ, ମୋ କରମଟା ଥୋବଡ଼ା। ବଣ୍ଡଲକୁ ମୋ ଆଖି ପାଏ ନାହିଁ, ଉଛୁଳା ମୋର ପ୍ରାଣ, ଗୋଟିଏ ନୋଟ ମୋତେ ମିଳିଥିଲେ ସାର୍ଥକ ଏଇ ଜୀବନ। ସାଇତି ଥାଆନ୍ତି ମଲାଯାଏ ମୁଁ, ଦେଖୁଥାନ୍ତି ସ୍ୱଚକ୍ଷୁରେ, କାହା ପାଇଁ ଟଙ୍କା କାଗଜ ନୋଟ ପୋଡ଼ା ହୁଏ ନିଆଁରେ। କୋଟି କୋଟି ଟଙ୍କା ଆଲମାରୀ ନାହିଁ, ଥିଲା ବୋଧେ କାଗଜ ପେଟିରେ, କିଏ ପୋଡ଼ିଦିଏ ଅଜାଣତରେ, ଅବା ଥିଲା ଚାଳ ଘରେ। ଶୁଣିଲି କେଉଁ ବଡ଼ବାବୁ ଘରେ ଥିଲା ବିଳା ବିଳା ଟଙ୍କା, ଭାବିଲେ ବାବୁ ଅଦରକାରୀ କାଗଜ, ମନରେ ହୁଏ ଆଶଙ୍କା। ହେ ବନ୍ଧୁ ତୁମେ କେଉଁଠି ଛପର ଫାଡ଼, ମୋ ଗୃହ ମରୁଭୂମି, ତୁମେ ତ ଠାକୁର ଜଗତ ଈଶ୍ୱର, ମୁଁ ପଚାରିବି କାହିଁ ପାଇଁ। ମୋ ମନରେ ଭଟ୍ଟାର ଧାର, ଲେଖିଦେଲି କବିତା, ହେ ମୋ ବନ୍ଧୁ ତୁମେ ଜମା ରାଗିବନି, ମୋ ଜୀବନ ଭିକ୍ଷାର ଦଶା। ମନରେ ମୁଁ ଭାବେ ପୁଣ୍ୟଜନ ହିଁ ପୋଡ଼ି ପାରିବେ ଟଙ୍କା, ଅବା ଦେଉଳେ ଦାନ କରିପାରେ ମୋ ହୃଦୟରେ ଆଶଙ୍କା। ଗରିବ ପଣରେ ଗୌରବ ନାହିଁ, ଚକ୍ଷୁରେ ହତାଦର, ସକାଳୁ ଗରିବ ଫୁଲ ଚନ୍ଦନ ଦେଇ କରେ ଭିକ୍ଷା ଉପଚାର। ହେ ବନ୍ଧୁ ମୋ କଳା ଅବତାର, ତୁମ ମୋ ଭିତରି କଥା, କାଳେ ହେଇଯିବ ଗୁମର କଥାଟା, ପ୍ରଭୁଏ ରାଣ କଥାଟା ରଖିବ ସାଇତା।